ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍ ଆସିଲା। ସୁଭଦ୍ରା ଯୋଜନାର ଟଙ୍କା ମିଳିବାର ସମୟ ଘୋଷଣା କଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି ଯେ ଗତ ଜାନୁଆରୀ 18 ତାରିଖ ଦିନ ସୁଭଦ୍ରା ଯୋଜନା ଦେବାର ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ସମ୍ଭବ ହୋଇପାରିଲା ନାହିଁ। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଫେବୃଆରୀ 22 ତାରିଖ ଦିନ ହିଁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଦିଆଯିବ ଏବଂ ଯଦି ଦେଖିବା ପାଖାପାଖି 2,55,000ରୁ ଅଧିକ ବ୍ୟକ୍ତି ଏପର୍ଯ୍ୟନ୍ତ, ମହିଳାମାନେ ଏପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି ସୁଭଦ୍ରା ଯୋଜନାରୁ। ସେମାନଙ୍କୁ ପ୍ରଥମ 5,000 ହିସାବରେ 10,000 ଲେଖା ମିଳିବ ଏବଂ ଅନେକ ଜଣ ଅଛନ୍ତି ପ୍ରଥମ କିସ୍ତିରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ମଧ୍ୟ ମିଳିବ ଏବଂ ତୃତୀୟ କିସ୍ତି ମଧ୍ୟ ମିଳିବ। ଯାହା ଦେଖିବା ସମ୍ପୂର୍ଣ୍ଣ ଭାବରେ ବଡ଼ ଖବର ସକାଳର, ଯାହାକି ସମ୍ପୂର୍ଣ୍ଣ ଜାନୁଆରୀ 18 ତାରିଖ ଦିନ ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ ବୋଲି ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ତାହା ଯାନ୍ତ୍ରିକ ଅସୁବିଧା ଯୋଗୁଁ ହିଁ ଏବେ ତାହା ଫେବୃଆରୀ 22 ତାରିଖ ଦିନ ଦିଆଯିବ ବୋଲି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି। ଯାହା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।